এইটা দেখନ୍ତୁ ନର୍ସରୀର ସାମ୍ନା ପଟ ଏଇଟା ତାର ବୋର୍ଡ ରହୁଛି। ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ବାହାରିଲୁ ଭୁବନ ଗ୍ରାମର ଗୋଟେ ନର୍ସରୀ କି, ଫୁଲ ଗଛ ନର୍ସରୀ କି। ଆମ ଗାଁରେ ଏଇଟା ଆମେ ଚାଲିଲୁ ସାଙ୍ଗେ ସାଙ୍ଗେ ବାହାରିଲୁ। 10-15 ମିନିଟ୍ ଆମ ଗାଁଠୁ ଭୁବନ ଲାଗିଯିବ। ବର୍ତ୍ତମାନ ଆମେ ଆସି ପହଞ୍ଚିଗଲୁ ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ମନ୍ଦାର ପଞ୍ଚାୟତର ବ୍ରାହ୍ମଣୀ ନଦୀର ଯେଉଁ ବ୍ରିଜ୍ ଦେଖନ୍ତୁ, ବ୍ରିଜ୍ ଉପରେ ଆମେ ବର୍ତ୍ତମାନ ପହଞ୍ଚିଗଲୁ। ବ୍ରାହ୍ମଣୀ ନଦୀ ଏଇଟା। ଆମେ ବ୍ରିଜ୍ ଟୋଟାଲି ହେଉଛି ଲମ୍ବା 1 କିଲୋମିଟର 200 ମାର୍କେଟ ଏଇଟା ଉପରେ ରହୁଛି ମାର୍କେଟଟା। ବର୍ତ୍ତମାନ ଆମେ ଆସି ନର୍ସରୀ ପାଖରେ ପାଖରେ ଗାଡ଼ିରୁ ଓହ୍ଲେଇ ପଇଲି। ଏଇଟା ନର୍ସରୀ, ତାର ମେନ୍ ଗେଟ୍ ହେଉଛି ଏଇଟା। ଏକରେ ସବୁ ଗୋଲାପ ଗଛ ଆଇଟମ ରହିଛି। ଇଏ ଭାଇମାନେ ହେଉଛନ୍ତି ସାଇ ନର୍ସରୀର ପ୍ରକୃତ ମାଲିକ। ଆଉ ଆଙ୍କ ସହିତ ଆଜି ଗୋଟେ ପଦ କଥା ହେବା। ଭାଇ ଏ ଯେଉଁ ନର୍ସରୀରେ ତୁମର କେତେ ଜାତୀୟ ପ୍ରକାର ଗଛ ଅଛି? ଗଛ ଆଜ୍ଞା ବହୁତ ପ୍ରକାର ଅଛି। ନେଇକିରି ଆମ୍ବ ଉପରେ ଅଛି 8-10 ପ୍ରକାର, କାଜୁ ଅଛି 2-3 ପ୍ରକାର, ନଡ଼ିଆ ଅଛି, କରମଙ୍ଗା, ଲିଚୁ, ଡାଳିମ୍ବ, ସେପଟା ସବୁ ହାଇବ୍ରିଡ୍ ଗଛ ପାଇବେ ନର୍ସରୀରେ ବହୁତ ଭଲ ରେଟ୍ରେ। ପାଖାପାଖି କେତେ ପ୍ରକାରର ଗଛ ରଖିଛନ୍ତି? ପାଖାପାଖି ମିନିମମ୍ 200 ପ୍ରକାର ଭେରାଇଟି ବାହାରିବ ଗଛ ଉପରେ, ଫଳ ଉପରେ। ଆଉ ଫୁଲ ଉପରେ ଅର୍ଣ୍ଣାମେଣ୍ଟ ପାଇବେ ବହୁତ ପ୍ରକାର, ମିନିମମ୍ ଯାହା ହେଲେ ସେ 200-300 ପ୍ରକାର। ଆଉ ତମେ ଏଇ ଜାଗାର ନାଁଟା ଟିକେ ଲୋକେସନଟା ଦେବ? ଜାଗାର ନାଁ ହେଲା ନୀଳକଣ୍ଠପୁର, ଆଉ ଭୁବନ, ଆଉ ଢେଙ୍କାନାଳ ଜିଲ୍ଲା। ଆଉ ଧନ୍ୟବାଦ ଭାଇ। ଏଇଟା ସବୁ ଆମ୍ବ ଚାରା, ଏକରେ ନଡ଼ିଆ ରହୁଛି। ଏ ଭାଇଙ୍କର ନର୍ସରୀରେ 200ରୁ 250 ପ୍ରକାର ଆଇଟମର ଗଛ ରହୁଛି, ସବୁ ଭେରାଇଟି ପ୍ରକାର ରହୁଛି। ତଥାପି ଦେଖୁଛ ନା କେତେ ଗଛ। ଏଇଟା ହେଉଛି ତାଙ୍କର ରେଷ୍ଟ ରୁମ୍, ଯାହାଫଳରେ କି ଏଇଠି ସବୁ କଷ୍ଟଲି ଗଛ ରହୁଛି। ବ୍ରହ୍ମକମଳ ଗଛ ବୋଲି ଗୋଟେ ଦେଖନ୍ତୁ, ଏଇଟା ଛୋଟଟା, ତାର ବି ଏଇକରେ ରଖିଛନ୍ତି ସେ ଭାଇ ଗଛ। ଆଉ ସବୁ ଭେରାଇଟି ଗଛ ବି ରହିଛି। ଦୁଇଶହ 20-30 ପ୍ରକାର ଆଇଟମର ଗଛ ଯେଉଁଠୁ ଅଛି, ମୁଁ ପ୍ରତ୍ୟେକ ଗଛର ନାଁ ବି ଏପର୍ଯ୍ୟନ୍ତ ବି ଜାଣିନି। ଏଇ ଯେଉଁ ରୁମ୍ ହେଇଛି ଛୋଟ ଛୋଟ, ଏଇ ରୁମ୍ରେ ସେ ଗ୍ରାଫ୍ଟିଂ କରୁଛନ୍ତି, ଯାହାକି କଲିମି କୁହନ୍ତି। ଗଛକୁ ସେ କଲମି କରୁଛନ୍ତି। ବର୍ତ୍ତମାନ ତ ଆମେ ଆସିଛୁ ଭାରି ବହୁତ ସକାଳ 7:30-8ଟା ଟାଇମ୍ ହେବ। ତାଙ୍କର ଏପର୍ଯ୍ୟନ୍ତ କୌଣସି ଲେବର ଆସିନାହାନ୍ତି। ଆଉ ମାଲିକ ଆସିକିନି 7ଟା ସୁଦ୍ଧା ସେ ସରିକି ଷ୍ଟାର୍ଟ କରିଦେଇଛନ୍ତି ଖୋଲିବା। ସେଥିପାଇଁ ଆମେ ଆସିକିନି ଗୋଟେ ସୁଟିଂ ପ୍ରୋଗ୍ରାମରେ ସୁଟିଂ କରୁଛୁ। ଆଉ ଏଇଟା ଦେଖନ୍ତୁ ନର୍ସରୀର ସାମ୍ନା ପଟ, ଏଇଟା ତାର ବୋର୍ଡ ରହୁଛି। ଏଇକଟା ହେଉଛି ଆମର ନଦୀ ସେକରୁ ଆସିବ ମନ୍ଦାର ପଟ ସାଇଡ଼ରୁ, ଢେଙ୍କାନାଳ ଆଡ଼ୁ ଆସିଲା ବେଳକୁ ଯେଉଁ ରାସ୍ତାଟା। ଏକର ପଟ ଗୋଟେ ଢାବା ରହୁଛି ଡାହାଣ ପଟ ସାଇଡ଼, ତାର ବାମ ପଟ ସାଇଡ଼ରେ ରହୁଛି ନର୍ସରୀ। ଏଇକରକୁ ଗଲେ ପୁରା ଡାଇରେକ୍ଟ ଭୁବନ, ସେକର ଅନୁଗୁଳ, ଏକର କାମାକ୍ଷାନଗର, ସୁକିନ୍ଦା, ଯୁଆଡ଼େ ଯିବା କଥା ଯାଇପାରିବେ ଆପଣମାନେ। ବର୍ତ୍ତମାନ ଆମେ ଘରକୁ ବାହାରିଲୁ। ଜୟ ଜଗନ୍ନାଥ। ଆପଣଙ୍କ ମାନଙ୍କର ଦିନ ଶୁଭମୟ ହେଉ ଆଜିର ଦିନ।